ପାଣିରତ ସାରା ରାଜ୍ୟରେ ଚଳଚଞ୍ଚଳ ହେଲେ ଦର୍ଶକ ଖବର ଦେଖିବା ପୂର୍ବରୁ ଆସନ୍ତୁ ଦେଖିବା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଖବର। କନ୍ଧମାଳ ଜି ଉଦୟଗିରିର ନନ୍ଦଗିରି ଥଇଥାନ ଶିବିର ବିସ୍ଫୋରଣରେ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ସନ୍ଦେହ କରୁଛି ମୃତକ ଜଣକ ଜଣେ ମାଓବାଦୀ ବୋଲି। ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଆହତ ହୋଇଥିଲେ। ଘଟଣା ପଛରେ ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ କରୁଛି। କିଛି ଲୋକଙ୍କୁ ଆଣି ପଚରାଉଚରା କରାଯାଉଛି। ଏଥିସହିତ ଉଦୟଗିରି ଓ ଟିକାବାଲି ଅଞ୍ଚଳରେ ବଢ଼ାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଅନ୍ତର୍ଗତ ନନ୍ଦଗିରିଠାରେ ରହୁଥିଲେ ବାଟିକେଲା ଗାଁର ହିଂସା କ୍ଷତିଗ୍ରସ୍ତ 54ଟି ପରିବାର। ଏମାନଙ୍କ ପାଇଁ ପ୍ରଶାସନ ଜମି ଚିହ୍ନଟ କରି ଥଇଥାନ ବ୍ୟବସ୍ଥା କରିଥିଲା। ଗତକାଲି ପ୍ରାୟ ସନ୍ଧ୍ୟା 4ଟା ବେଳେ ଏହି ଥଇଥାନ କେନ୍ଦ୍ରରେ ଶୁଣିବାକୁ ମିଳିଥିଲା ବିସ୍ଫୋରଣର ଶବ୍ଦ। କୁହାଯାଉଛି ଶିବିର ପାଖରେ ଥିବା ଏକ କୁଡ଼ିଆରେ ବୋମା ପ୍ରସ୍ତୁତି ବେଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ପାଖ ଗାଁର ଲୋକେ ବି ଶୁଣିବାକୁ ପାଇଥିଲେ। ଖବର ପ୍ରସାରିତ ହେବା ପରେ ପୋଲିସ ଘଟଣାସ୍ଥଳକୁ କର୍ଡନ କରି ରଖିବା ସହିତ ତଦନ୍ତ ଆରମ୍ଭ କରିଛି। କିଛି ଜାଣିନାହାନ୍ତି ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେ 4-5 ଦିନ ହେବ ଏଠାରେ ରହୁଥିବା ଶିବିରାର୍ଥୀମାନେ କହିଛନ୍ତି। ଆହତଙ୍କୁ ଜି ଉଦୟଗିରି ହସ୍ପିଟାଲରେ ରଖାଯାଇଛି। କଡ଼ା ପହରା ମଧ୍ୟରେ ଚାଲିଛି ଚିକିତ୍ସା। ଆହତ ବ୍ୟକ୍ତିମାନେ ସେମାନେ ବିସ୍ଫୋରଣ ସମୟରେ କୁଡ଼ିଆ ପରିସରରେ ବଢ଼ାଯାଇଛି କୁକୁର ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ଏବଂ ବାଲାଷ୍ଟିକ୍ ଟିମ୍ ଯାଇ ପରୀକ୍ଷା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବୋମା ତିଆରି କାମ ଚାଲିଥିଲା। ପୋଲିସ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଥଇଥାନ ଶିବିରରେ ମାଓବାଦୀ ରହିଥିବା ପୋଲିସ ପୋଲିସ ଜବତ କରିଛି 4ଟି ବନ୍ଧୁକ। ସେତେବେଳେ କଣ ରହିଛି ବର୍ତ୍ତମାନର ସମ୍ପର୍କରେ ତାଜା ସୂଚନା ଦେବା ପାଇଁ ଫୋନ ଲାଇନରେ ଅଛନ୍ତି ଆମ ପ୍ରତିନିଧି ସଦାଶିବ ପାତ୍ର। ଆଉ ସଦାଶିବ, ବର୍ତ୍ତମାନ ଘଟଣାସ୍ଥଳର ପରିସ୍ଥିତି କେମିତି ଅଛି? ପୋଲିସ କର୍ଡନ କରି ସଂଗ୍ରାମ ଗତକାଲି ଆମେ ଖବର ପାଇବା ଶୁଣି ଇଟିଭିରେ ପ୍ରଥମ ଖବର ଦିଆଯାଇଥିଲା ଏବଂ ସାଙ୍ଗେ ସାଙ୍ଗେ ଆମେ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲୁ। ରାତ୍ରି ଅନ୍ଧକାର ମଧ୍ୟରେ ଆମେ ଯୋଉ ସ୍ଥାନ ବିସ୍ଫୋରଣ ସ୍ଥଳ ସବୁ ଆମେ ଦେଖିଥିଲୁ। ବିଳମ୍ବିତ ରାତିରେ ଆମେ ସେଇ ସ୍ଥାନରେ ଯୋଉ ଡିଗ୍ରୀରେ ବିସ୍ଫୋରଣ ଘଟିଛି, ଯୋଉ ମାତ୍ରାରେ ବିସ୍ଫୋରଣ ଘଟିଛି, ସେଇଠୁ ନିଶ୍ଚିତ ଭାବରେ ପୋଲିସ ତାକୁ ସନ୍ଦେହ କରୁଛି ଯେ ମାଓବାଦୀଙ୍କ କାମ ନିଶ୍ଚିତ ଭାବରେ ହେଇଯିବ ବୋଲି। ଯୋଉ ମୃତ ବ୍ୟକ୍ତି ଯୋଉ ଅଛନ୍ତି ବର୍ତ୍ତମାନ ପରିଚୟ ମିଳିନାହିଁ ଏବଂ ସେ ଯୋଉ ତାଙ୍କର ହାତ ସବୁ 2 ହାତ ଉଡ଼ି ଯାଇଛି ଏବଂ ଯୋଉ ମାତ୍ରାରେ ବିସ୍ଫୋରଣ ଘଟିଛି ତାକୁ ସନ୍ଦେହ କରୁଛି ପୋଲିସ ନିଶ୍ଚିତ ଭାବରେ ଏଇଟା ମାଓବାଦୀ କାମ ହେଇଯିବ ଏବଂ ଚାରିଆଡେ କର୍ଡନ ଅଫ୍ କରିଛି ପୋଲିସ। ଯୋଉ କ୍ୟାମ୍ପ ଅଛି, ଯୋଉ ଶିବିର ଯୋଉ ଅଛି, ଥଇଥାନ କେନ୍ଦ୍ର ଯୋଉ ଅଛି, ତାକୁ ଚାରିଆଡେ କର୍ଡନ ଅଫ୍ କରି ରହିଛି। ପାଖାପାଖି 2 ପ୍ଲାଟୁନ ଫୋର୍ସ ଯାଉଛନ୍ତି, ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଯବାନ ଯାଉଛନ୍ତି, ଏସଓଜିର କିଛି ୟୁନିଟ୍ ମଧ୍ୟ ସେଠି ଗସ୍ତ କରୁଛନ୍ତି। କୁହାଯାଉଛି ଯେ ଯେଉଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି ସେ ଗତ 4-5 ଦିନ ହେଲା ଆସିକି ଥଇଥାନ ଶିବିରରେ ରହୁଥିଲେ। ତ ଶିବିର ପରିଚାଳନାରେ ଯେଉଁମାନେ ଥିଲେ ସେମାନେ ଜାଣିପାରିଲେନି ସେ ବ୍ୟକ୍ତିଙ୍କର ପରିଚୟ। ଯେହେତୁ ସବୁବେଳେ ଆସୁଛନ୍ତି ଅଫିସିଆଲ ରାଜସ୍ୱ ବିଭାଗର ଅଧିକାରୀ ଅଛନ୍ତି, ଏପରିକି ଆମର ଯୋଉ ତଳ ସ୍ତରର ଅଧିକାରୀ ଯୋଉ ଆର୍ଆଇ ଠାରୁ ଆରମ୍ଭ କରି ଆର୍ଆଇ କୋଟୱାରୀ ମାନଙ୍କ ଠାରୁ ଆରମ୍ଭ କରି ଅଭିଯାନ ଠାରୁ ଆରମ୍ଭ କରି ବିଡିଓ ତହସିଲଦାର ସବୁବେଳେ ଏଠିକି ଆସୁଛନ୍ତି। ମାନେ ଆମେ ପଢିଛୁ ଖବର ମଧ୍ୟ ହେଇଛି ସେଠିକି ମୁଁ ମଧ୍ୟ ଯାଇଥିଲି ସେଠିକି। ତେଣୁ ସବୁବେଳେ ରେଭିନ୍ୟୁ ଅଫିସିଆଲ ଏବଂ ଅନ୍ୟାନ୍ୟ ଅଧିକାରୀ ବାରମ୍ବାର ଆସୁଛନ୍ତି ଯେ ସେଠି ଯୋଉ ଥଇଥାନ କାମ ଥଇଥାନ ଯୋଉ ହବ ସେଥିପାଇଁ କାମ ଚାଲିଛି, ସେ ଘର ତିଆରି ଚାଲିଛି ଏବଂ ଅନ୍ୟାନ୍ୟ କାର୍ଯ୍ୟ ଚାଲିଛି। ତେଣୁ ସବୁବେଳେ ଜାଣିପାରିଲେ ଆଶ୍ଚର୍ଯ୍ୟ ଲାଗୁଛି। ଆମେ କଥା ହେଇଥିଲୁ ମହିଳା ସହିତ କଥା ହେଇଥିଲୁ ଯାହାର ଯୋଉ ଟେଣ୍ଟକୁ ଲାଗିକି ଯୋଉ କୁଡ଼ିଆ ଥିଲା ସେ କୁଡ଼ିଆରେ ଘଟଣା ଘଟିଛି। ମହିଳାମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେମାନେ 4-5 ଦିନ ହେଲା ତେଣୁ ଆଶ୍ଚର୍ଯ୍ୟ ଲାଗୁଛି ଏଇ ଘଟଣା ଯେତେବେଳେ